ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡ଼ିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ ବିଶିଷ୍ଟ ଉଦ୍ୟୋଗୀ ଶିବନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଉଦ୍ୟୋଗୀ ଅମୟ କୁମାର ମିଶ୍ର ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା ସମାଧାନ ତଥା କିପରି ନୂତନ ଉଦ୍ୟୋଗୀମାନେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସେମାନଙ୍କ ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ଅନ୍ୟ ଅତିଥିମାନେ ରାଷ୍ଟ୍ର ପାଇଁ ନିଜର ଶ୍ରେଷ୍ଠ ଯୋଗଦାନ ଦେଇପାରିବେ ତାହା ଉପରେ ଆଲୋକପାତ କରିଥିଲେ। ଉଦ୍ୟୋଗୀଙ୍କ ସମ୍ମାନ ସୁରକ୍ଷା ସମୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀମାନେ ଆସି ନିଜ ନିଜ ବକ୍ତବ୍ୟ କରିଥିଲେ। ସତ୍ୟଜିତ ମିଶ୍ର ଡିଜିଟାଲ ମାର୍କେଟିଂ ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମକୁ ମନୋରଞ୍ଜନ ବାରିକ, ଶୀତାଂଶୁ ଶେଖର ମହାରଣା ପ୍ରମୁଖ ପରିଚାଳନା କରିଥିଲେ। ଆଜି ଓଡ଼ିଶା ଉଦ୍ୟୋଗୀ ପରିବାରର ଯେଉଁ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଓଡ଼ିଶା ଉଦ୍ୟୋଗୀ ପରିବାର ସବୁବେଳେ ଓଡ଼ିଶାରେ କେମିତି ଯୁବପିଢ଼ିଙ୍କୁ ଉଦ୍ୟୋଗ ପ୍ରତି ଆକୃଷ୍ଟ ହେବେ, ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଆମେ ଏଥିରେ ସାମିଲ କରିବାକୁ ଚାହୁଁଛୁ। ଯେ ଉଦ୍ୟୋଗ ଯେ ସମାଜର ତଥା ରାଜ୍ୟର ଏବଂ ଦେଶର ପ୍ରଗତି ପାଇଁ ଉଦ୍ଦିଷ୍ଟ। ଗୋଟିଏ ଉଦ୍ୟୋଗୀ ତାର ଉଦ୍ୟୋଗ କରିବା ଭିତରେ ସେ ଭାରତ ସରକାର ହେଉ କି ସ୍ଥାନୀୟ ସରକାର ହେଉ ଅନେକ ସେ ଅର୍ଥନୈତିକ ସହଯୋଗ ତଥା ଟିକସ ଆକାରରେ ସେ ଦେଶର ପ୍ରଗତି ପାଇଁ ସେ ସହଯୋଗ କରିଥାଏ। ତା ବ୍ୟତୀତ ସେ ଯେଉଁ ଅନେକ ଲୋକଙ୍କୁ ନିଯୁକ୍ତି ଫଳରେ ଆମ ରାଜ୍ୟ ହେଉ କିମ୍ବା ଦେଶର ଲୋକମାନେ ସେ ନିଯୁକ୍ତି ପାଇବା ଫଳରେ ଆମର ମାନଦଣ୍ଡ ଅର୍ଥନୈତିକ ମାନଦଣ୍ଡ ମଧ୍ୟ ଆଗକୁ ଯାଏ। ତେଣୁ ଆମ ଓଡ଼ିଶା ଉଦ୍ୟୋଗୀ ପରିବାର ହେଉଛି ଏକ ପରିବାର, ଇଏ ଏକ ଭାଇଚାରା, ପରସ୍ପରକୁ ସାହାଯ୍ୟ କରିବା, ଏହାର ହେଉଛି ମୂଳ ଲକ୍ଷ୍ୟ। ଯେ ମୋ ପାଖରେ ଯେତିକି ଅଭିଜ୍ଞତା ଅଛି, ମୋ ପାଖରେ ଯାହା ବି ମୋ ସହିତ ଅଛି, ମୁଁ କେମିତି ଆଉ ଅନ୍ୟ ଭାଇଙ୍କୁ ଆଗକୁ ଆସିବାକୁ ସହଯୋଗ କରିବି। ସେପରି ଅନେକ ଯଦି ଭାଇ ମାନେ ଭଉଣୀମାନେ ଯଦି ସହଯୋଗ କରନ୍ତି, ତେବେ ଆଗାମୀ ପିଢ଼ି ମଧ୍ୟ ୟା ଦେହରେ ସାମିଲ ହେବେ। ଯାହାଫଳରେ ଆମର ଯେଉଁ ସମସ୍ୟା ଅଛି ଚାକିରି ସମସ୍ୟା ତାହା ହିଁ ଦୂର ହେବ। ତା ବ୍ୟତୀତ ଆମର ଅର୍ଥନୈତିକ ମାନଦଣ୍ଡ ମଧ୍ୟ ଆଗକୁ ଯିବ। ଏହା ହେଉଛି ଓଡ଼ିଶା ଉଦ୍ୟୋଗୀ ପରିବାରର ମୂଳ ଲକ୍ଷ୍ୟ। ଜୟ ଜଗନ୍ନାଥ କି ଏନର୍ଜି ମତେ ଆଣିଦେଲେ ଉଦ୍ୟୋଗୀ ଆଜି ଓଡ଼ିଶା ଉଦ୍ୟୋଗୀ ପରିବାରରେ ଆସିକି ମାନେ ଏତେ ବଢ଼ିଆ ମହଲ, ଏତେ ବଢ଼ିଆ ସିଷ୍ଟମ୍ ବନେଇଛନ୍ତି। ଆଉ ଛୋଟ ଛୋଟ ଉଦ୍ୟୋଗୀମାନଙ୍କ ପାଇଁ କି ପ୍ରକାର ସପୋର୍ଟ ସିଷ୍ଟମ୍ ତିଆରି ହେଇଛି 5 ବର୍ଷରୁ। ଆଉ ମୁଁ ଜାଣିନଥିଲି, ମାନେ ଏଇଟା ଦେଖିକି ମୋତେ ବହୁତ ଖୁସି ଲାଗୁଛି। ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି, ସମସ୍ତ ନିଜର ସମୟ କାଢ଼ିକି ନିଶ୍ଚୟ ଏ ମିଟିଂଟା 26 ସବୁ ମାସେ 26 ତାରିଖରେ ହେଉଛି, ନିଶ୍ଚୟ ଆସନ୍ତୁ। ଆଣ୍ଡ ଆଇ ଏମ୍ ସିଓର ସମସ୍ତେ ବହୁତ ବେନିଫିଟ୍ ପାଇବେ। ଏତେ ବଢ଼ିଆ ନେଟୱାର୍କିଂ ପ୍ଲାଟଫର୍ମ ବନେଇଛନ୍ତି, ଏତେ ବିଜନେସ୍ ଏକ୍ସଚେଞ୍ଜର ଜିନିଷ ବନେଇଛନ୍ତି। ମୁଁ ବହୁତ ସାଧୁବାଦ ଦେଉଛି ସବୁ ସିନିୟର ମେମ୍ବର୍ସକୁ, ଯେଉଁ ଏତେ ଟିମ୍ ମେମ୍ବର ଯେଉଁ ଏତେ ଅର୍ଗାନାଇଜ୍ ୱେରେ କାମ କରିଛନ୍ତି, ତାଙ୍କୁ ବହୁତ ବହୁତ କଂଗ୍ରାଚୁଲେସନ୍ସ ଆଣ୍ଡ ଅଲ୍ ଦ ବେଷ୍ଟ। ଆଉ ମୋ ପଟରୁ ଯାହା ବି ସପୋର୍ଟ ଦରକାର ହେଲେ ପାଇବେ। ଥ୍ୟାଙ୍କ ୟୁ ସାର୍। ମୋତେ ଅଭିଜିତ ବାବୁ ଆଉ ଭାନୁପ୍ରିୟା ମ୍ୟାଡ଼ାମ୍ ଇନଭାଇଟ୍ କଲେ, ଆଉ ତାଙ୍କୁ ବି ମୁଁ ବହୁତ ଧନ୍ୟବାଦ ଦେଉଛି ଯେ ଏତେ ବଢ଼ିଆ ପରିବାରରେ ମୋତେ ଡାକିଲେ। ମୋର ପେଭର ବ୍ଲକ୍ସର ଆଉ କପ୍ ଷ୍ଟୋନ୍ସ, ମ୍ୟାନୁଆଲ୍ କଭର, ବାଉଣ୍ଡରୀ ୱାଲ୍, ୟୁ ସେପ୍ ଡ୍ରେନ୍ସ ଏସବୁର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ଅଛି ସିମେଣ୍ଟର ପ୍ରଡ଼କ୍ଟର। ଏଇସବୁ ଭୁବନେଶ୍ୱର ପଡ଼ୁଛି, ବ୍ରହ୍ମପୁର, ପୁରୀ, କଣ୍ଟାପଡ଼ା, କୁରାଙ୍ଗ, ମେଣ୍ଡାସେଲ ଏମିତି ଅଲଗା ଅଲଗା ଜାଗାରେ ଅଛି। ମୁଁ ଯୋଗାଚାର୍ଯ୍ୟ ଅନାମ ସ୍ୱାମୀ। ମୋତେ ଉଦ୍ୟୋଗ ପରିବାରର ମୁଖ୍ୟ ଅଛନ୍ତି ଶିବବାବୁ, ଶିବନାରାୟଣ ପଣ୍ଡା, ସେ ମୋତେ ଇନଭାଇଟେସନ୍ କରିଥିଲେ। ଆଉ ମୁଁ ଇଏ ଗୋଟେ ଅନୁଷ୍ଠାନ, ଏକ ଐତିହାସିକ ଅନୁଷ୍ଠାନ କହିଲେ ଭୁଲ ହେବନି। ତାଙ୍କର ମୋଟୋ ହେଉଛି ଆମ ଓଡ଼ିଶାର ଯେଉଁ ମାନସିକତା, ଗୁଲାମଗିରିର ଯେଉଁ ମାନସିକତା ହଜାର ହଜାର ବର୍ଷ ଧରି ଯେମିତି ରହିଆସିଛି, ଚାକିରି କରିବା, ସେ ମାନସିକତାକୁ ଦୂର କରି ସମସ୍ତେ ଓଡ଼ିଶାବାସୀ ଯେମିତି ସ୍ୱାବଲମ୍ବୀ, ସ୍ୱାଭିମାନୀ, ସ୍ୱତନ୍ତ୍ର, ମୁକ୍ତ, ସ୍ୱାଧୀନ ହୋଇପାରିବେ, ନିଜ ଗୋଡ଼ରେ ନିଜେ ଛିଡ଼ା ହେଇକି ନିଜେ ରାଜା ଭଳିଆ ହେବେ। ଆଉ ଆମକୁ ଦାଦନ ଖଟିବାକୁ ବାହାରି ଯିବାକୁ ପଡ଼ିବନି। ଆମେ ଯେଉଁ ଗୁଲାମଗିରି କରୁଛେ ଯାଇକି ତାଙ୍କର ସବୁ ବାସନ ମାଜିବାଠୁ ଆରମ୍ଭ କରି ଚାରିଆଡ଼େ ସୁରାଟରେ ଦେଖ, ବେଙ୍ଗଲ ଦେଖ, ଆନ୍ଧ୍ରା ଦେଖ, ଆମ ଓଡ଼ିଆ ଯାଇକି ଯେଉଁ କଳଙ୍କିତ ଇତିହାସ ସୃଷ୍ଟି କରିଛନ୍ତି, ସେଇ ଇତିହାସଟାକୁ ସମ୍ପୂର୍ଣ୍ଣ ଭାବରେ ଇଏ ଖତମ କରି ଓଡ଼ିଶାର ସମସ୍ତଙ୍କୁ ଉଦ୍ୟୋଗୀ ବନେଇବା, ସମସ୍ତଙ୍କୁ ସ୍ୱାବଲମ୍ବୀ ବନେଇବାର ଯେଉଁ ସ୍ୱପ୍ନ ଆଉ ଯେଉଁ ପ୍ରକାର ଏମାନେ ଆରମ୍ଭ କରିଛନ୍ତି, ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଦିନେ ଓଡ଼ିଶା ଥିଲା ବିଜନେସ୍ର ପ୍ରାଣକେନ୍ଦ୍ର। 1000-2000 ବର୍ଷ ପୂର୍ବରୁ ସାଧ ପୁଅମାନେ ସାରା ପୃଥିବୀରେ ଯାଇ ବେପାର କରି ଓଡ଼ିଶା ସେଥିରେ ସ୍ୱର୍ଣ୍ଣମୟ ଓଡ଼ିଶା ଥିଲା।
କିନ୍ତୁ ଆଜି ଦୁର୍ଭାଗ୍ୟବଶତଃ ଓଡ଼ିଶା ଆଜି କହିବାକୁ ଗଲେ ସର୍ବନିମ୍ନ ତଳେ ଅଛି ଦାଦନରେ। ଆଉ ଆମେ ଏଇ ବାହାରେ ଯାଇକି ଗୁଲାମଗିରି କରିବାରେ ଆମର ସବୁ ରେକର୍ଡ଼ ହୋଇଗଲାଣି। ଆଉ ଏଇ ଉଦ୍ୟୋଗ ପରିବାର ଯେଉଁ ମହତ ଏଇ ଯେ ମାନସିକତାଟାକୁ ଗୁଲାମଗିରିର ମାନସିକତାଟାକୁ ଧ୍ୱଂସ କରି ସ୍ୱତନ୍ତ୍ର ମୁକ୍ତ ସ୍ୱାଧୀନ ଓ ସ୍ୱାବଲମ୍ବୀ ହେବାର ଯେଉଁ ପ୍ରଚେଷ୍ଟା କରିଛନ୍ତି ମୁଁ ତରଫରୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛି। ଜଗନ୍ନାଥଙ୍କୁ ଡାକୁଛି ଏ ମାଟି ପୁଣି ଦିନେ ସେ ସାଧବ ପୁଅର ମାଟି ହେଇଯାଉ। ଏମାନେ ସବୁ ଆମେ ସ୍ୱର୍ଣ୍ଣ ଦାନ କରୁ, ସେତେବେଳେ ଯେମିତି ଭିକାରୀମାନଙ୍କୁ ଯେଉଁ ହାତ ପତଉଥିଲେ ସେମାନଙ୍କୁ ସୁବର୍ଣ୍ଣ ଦାନ କରୁଥିଲେ, ସେଇଭଳିଆ ପୁଣି ଏ ଜଗନ୍ନାଥ ଧାମ ମା ଲକ୍ଷ୍ମୀଙ୍କର ଭଣ୍ଡାର ହେଇଯାଉ, ଏତିକି କହୁଛି। ଭୁବନେଶ୍ୱରରୁ ଅରବିନ୍ଦ ତ୍ରିପାଠୀଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍।